ଓମ୍ ଶାନ୍ତି। 13 ଡିସେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, ଏହା ତୁମର ଈଶ୍ୱରୀୟ ମିଶନ ଅର୍ଥାତ୍ ଧର୍ମ ପ୍ରଚାରକ ସଂଗଠନ ଅଟେ। ତୁମେ ସମସ୍ତଙ୍କୁ ଈଶ୍ୱରଙ୍କର ସନ୍ତାନ କରାଇ ସେମାନଙ୍କୁ ଈଶ୍ୱରଙ୍କର ଅବିନାଶୀ ସମ୍ପତ୍ତିର ଅଧିକାରୀ କରୁଛ। ଏହା ତୁମର ଈଶ୍ୱରୀୟ ମିଶନ ଅର୍ଥାତ୍ ଧର୍ମ ପ୍ରଚାରକ ସଂଗଠନ ଅଟେ। ତୁମେ ସମସ୍ତଙ୍କୁ ଈଶ୍ୱରଙ୍କର ସନ୍ତାନ କରାଇ ସେମାନଙ୍କୁ ଈଶ୍ୱରଙ୍କର ଅବିନାଶୀ ସମ୍ପତ୍ତିର ଅଧିକାରୀ କରୁଛ। ଆଜିର ପ୍ରଶ୍ନ, କର୍ମେନ୍ଦ୍ରିୟ ଗୁଡ଼ିକର ଚଞ୍ଚଳତା କେବେ ସମାପ୍ତ ହେବ? କର୍ମେନ୍ଦ୍ରିୟ ଗୁଡ଼ିକର ଚଞ୍ଚଳତା କେବେ ସମାପ୍ତ ହେବ? ଉତ୍ତର, ଯେତେବେଳେ ତୁମର ସ୍ଥିତି ସିଲଭର ଏଜ୍ ଅର୍ଥାତ୍ ରୌପ୍ୟ ଯୁଗୀ ପର୍ଯ୍ୟନ୍ତ ପହଞ୍ଚିବ ବା ତ୍ରେତାଯୁଗୀ ସତଗୁଣୀ ସ୍ଥିତି ପର୍ଯ୍ୟନ୍ତ ପହଞ୍ଚିବ, ତେବେ ଯାଇ କର୍ମେନ୍ଦ୍ରିୟ ଗୁଡ଼ିକର ଚଞ୍ଚଳତା ସମାପ୍ତ ହେବ। ଏବେ ତୁମମାନଙ୍କର ରିଟର୍ଣ୍ଣ ଜର୍ଣ୍ଣି ଅର୍ଥାତ୍ ଘର ବାହୁଡ଼ା ସମୟ। ସେଥିପାଇଁ କର୍ମେନ୍ଦ୍ରିୟ ଗୁଡ଼ିକୁ ନିଜର ଆୟତ୍ତରେ ରଖିବାକୁ ହେବ। ଗୁପ୍ତ ରୂପରେ ଏପରି କୌଣସି କର୍ମ କରିବା ଉଚିତ ନୁହେଁ ଯାହାଦ୍ୱାରା ଆତ୍ମା ପତିତ ହୋଇଯିବ। ତେଣୁ ଅବିନାଶୀ ସର୍ଜନ ତୁମକୁ ଯେଉଁଭଳି ସଂଯମତା ବତାଉଛନ୍ତି ସେହି ଅନୁସାରେ ଚାଲୁଥାଅ। ଗୀତ ମୁଖଡ଼ା ଦେଖଲେ ପ୍ରାଣୀ ଜରା ଦର୍ପଣ ମେ। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି। କେବଳ ତୁମମାନଙ୍କୁ ନୁହେଁ, ଯେଉଁ ସବୁ ଆତ୍ମିକ ସନ୍ତାନମାନେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ଅଟନ୍ତି, ସେମାନେ ଏକଥା ଜାଣିଛନ୍ତି। ଆମ ବ୍ରାହ୍ମଣମାନଙ୍କୁ ହିଁ ବାବା ବୁଝାଉଛନ୍ତି। ପ୍ରଥମେ ତୁମେ ଶୂଦ୍ର ଥିଲ, ପୁଣି ଆସି ବ୍ରାହ୍ମଣ ହୋଇଛ। ବାବା ବର୍ଣ୍ଣର ହିସାବ ମଧ୍ୟ ବୁଝାଉଛନ୍ତି। ଦୁନିଆରେ ବର୍ଣ୍ଣକୁ ମଧ୍ୟ କେହି ବୁଝି ନାହାନ୍ତି, କେବଳ ଗାୟନ ରହିଛି। ଏବେ ତୁମେ ବ୍ରାହ୍ମଣ ବର୍ଣ୍ଣର ହୋଇଛ, ପୁଣି ଦେବତା ବର୍ଣ୍ଣର ହେବ। ବିଚାର କର, ଏକଥା କ'ଣ ଠିକ୍? ନିଜକୁ ନିଜେ ବିଚାର କର। ଆମ କଥା ଶୁଣ ଏବଂ ତୁଳନା କର। ଶାସ୍ତ୍ର ଯାହା ଜନ୍ମ ଜନ୍ମାନ୍ତର ଶୁଣିଛ ଏବଂ ଜ୍ଞାନର ସାଗର ବାବା ଯାହା ବୁଝାଉଛନ୍ତି, ତାକୁ ତୁଳନା କର ଠିକ୍ କେଉଁଟି। ବ୍ରାହ୍ମଣ ଧର୍ମ ଅଥବା କୁଳକୁ ସମସ୍ତେ ବିଲକୁଲ ଭୁଲି ଯାଇଛନ୍ତି। ତୁମ ପାଖରେ ଥିବା ବିରାଟ ରୂପର ଚିତ୍ର ଠିକ୍ ଭାବେ ତିଆରି କରାଯାଇଛି, ଏହା ଉପରେ ହିଁ ବୁଝାଯାଉଛି। ବାକି ଏତେ ଭୁଜାଧାରୀ ଚିତ୍ର ଯାହା ସବୁ ତିଆରି କରିଛନ୍ତି ଏବଂ ଦେବୀମାନଙ୍କୁ ଅସ୍ତ୍ରଶସ୍ତ୍ର ଆଦି ଦେଇଛନ୍ତି, ସେସବୁ ଭୁଲ। ଏସବୁ ଭକ୍ତି ମାର୍ଗର ଚିତ୍ର ଅଟେ। ଏହି ଆଖି ଦ୍ୱାରା ସବୁ ଦେଖୁଛନ୍ତି, କିନ୍ତୁ କିଛି ବୁଝୁନାହାନ୍ତି। ନିଜ କର୍ତ୍ତବ୍ୟ ବିଷୟରେ କେହି କିଛି ଜାଣିନାହାନ୍ତି। ଏବେ ତୁମେ ନିଜ ଆତ୍ମା ବିଷୟରେ ଜାଣୁଛ ଏବଂ 84 ଜନ୍ମ ବିଷୟରେ ମଧ୍ୟ ଜାଣୁଛ। ଯେପରି ବାବା ତୁମକୁ ବୁଝାଉଛନ୍ତି, ତୁମକୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ଶିବ ବାବା ତ ସମସ୍ତଙ୍କ ପାଖକୁ ଯିବେ ନାହିଁ। ନିଶ୍ଚୟ ବାବାକୁ ସହଯୋଗୀ ଆବଶ୍ୟକ ନା। ସେଥିପାଇଁ ତୁମର ଏହା ଈଶ୍ୱରୀୟ ମିଶନ ଅଟେ। ତୁମେ ସମସ୍ତଙ୍କୁ ଈଶ୍ୱରଙ୍କର କରାଉଛ। ବୁଝାଉଛ ଯେ ସେ ଆମ ଆତ୍ମାମାନଙ୍କର ଅବିନାଶୀ ପିତା ଅଟନ୍ତି। ତାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳିବ। ଯେପରି ଲୌକିକ ପିତାଙ୍କୁ ମନେ ପକାଇଥାନ୍ତି, ତାଙ୍କଠାରୁ ମଧ୍ୟ ଅଧିକ ଏହି ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ପଡ଼ିବ। ଲୌକିକ ପିତା ତ ଅଳ୍ପକାଳ ନିମନ୍ତେ ସୁଖ ଦେଇଥାନ୍ତି। ଅବିନାଶୀ ପିତା ଅବିନାଶୀ ସୁଖ ଦେଉଛନ୍ତି। ଏହି ଜ୍ଞାନ ବର୍ତ୍ତମାନ ଆତ୍ମାମାନଙ୍କୁ ମିଳୁଛି। ଏବେ ତୁମେ 3 ଜଣ ଯାକ ପିତାଙ୍କୁ ଜାଣୁଛ, ଲୌକିକ, ପାରଲୌକିକ ଏବଂ ଅଲୌକିକ। ପାରଲୌକିକ ପିତା ଶିବ ବାବା ଅଲୌକିକ ପିତା ବ୍ରହ୍ମା ବାବାଙ୍କ ଦ୍ୱାରା ତୁମକୁ ବୁଝାଉଛନ୍ତି। ଏହି ଅଲୌକିକ ପିତାଙ୍କୁ କେହି ବି ଜାଣିନାହାନ୍ତି। ବ୍ରହ୍ମାଙ୍କ ଜୀବନ କାହାଣୀ ବିଷୟରେ କାହାକୁ ବି ଜଣା ନାହିଁ। ତାଙ୍କର କର୍ତ୍ତବ୍ୟ ବିଷୟରେ ମଧ୍ୟ ଜାଣିବା ଉଚିତ ନା। ଶିବ ଏବଂ ଶ୍ରୀକୃଷ୍ଣଙ୍କର ମହିମା ଗାନ କରୁଛନ୍ତି, ବାକି ବ୍ରହ୍ମାଙ୍କର ମହିମା କାହିଁ? ନିରାକାର ପିତାଙ୍କର ମୁଖ ତ ଦରକାର ନା, ଯାହାଦ୍ୱାରା ଜ୍ଞାନ ଅମୃତ ଦେବେ। ଭକ୍ତି ମାର୍ଗରେ ପାରଲୌକିକ ପିତାଙ୍କୁ କେବେ ବି ଠିକ୍ ରୂପେ ସ୍ମରଣ କରିପାରିବେ ନାହିଁ।
ଏବେ ତୁମେ ଜାଣୁଛ ଏବଂ ବୁଝୁଛ ଯେ ଏହା ହେଉଛି ଶିବ ବାବାଙ୍କର ରଥ। ରଥକୁ ମଧ୍ୟ ଶୃଙ୍ଗାର କରିଥାନ୍ତି ନା, ଯେପରି ମହମ୍ମଦଙ୍କ ଘୋଡ଼ାକୁ ମଧ୍ୟ ସଜାଇଥାନ୍ତି। ତୁମେ ପିଲାମାନେ କେତେ ଭଲ ଭାବରେ ମନୁଷ୍ୟମାନଙ୍କୁ ବୁଝାଉଛ। ତୁମେ ସମସ୍ତଙ୍କର ମହିମା କରୁଛ। କହୁଛ ତୁମେ ଏହିପରି ଦେବତା ଥିଲ, ପୁଣି 84 ଜନ୍ମ ଭୋଗ କରି ତମ ପ୍ରଧାନ ହୋଇଛ। ଏବେ ପୁଣି ଶତ ପ୍ରଧାନ ହେବାକୁ ହେଲେ ଯୋଗ ଆବଶ୍ୟକ। କିନ୍ତୁ ବଡ଼ ମୁସ୍କିଲରେ କେହି ଏ କଥା ବୁଝୁଛନ୍ତି। ବୁଝିଗଲେ ତ ଖୁସିର ନିଶା ଚଢ଼ିଯିବ। ବୁଝାଉଥିବା ଆତ୍ମାଙ୍କର ତ ଆହୁରି ନିଶା ଚଢ଼ିଯିବ। ଅବିନାଶୀ ବାବାଙ୍କର ପରିଚୟ ଦେବା କ'ଣ ଛୋଟିଆ କଥା? ବୁଝିପାରୁନାହାନ୍ତି। କହୁଛନ୍ତି ଏହା କିପରି ହୋଇପାରିବ? ଆପଣ ଅବିନାଶୀ ବାବାଙ୍କର ଜୀବନ କାହାଣୀ ଶୁଣାଉଛନ୍ତି। ବର୍ତ୍ତମାନ ବାବା କହୁଛନ୍ତି, ପିଲାମାନେ ପବିତ୍ର ହୁଅ। ତୁମେ ଡାକୁଥିଲ ନା, ହେ ପତିତ ପାବନ ଆସ। ଗୀତାରେ ମଧ୍ୟ ମନ୍ମନାଭବ ଅକ୍ଷର ଅଛି, କିନ୍ତୁ ଏହାକୁ କେହି ବୁଝିପାରୁନାହାନ୍ତି। ବାବା ଆତ୍ମାର ଜ୍ଞାନ ମଧ୍ୟ କେତେ ଭଲ ଭାବରେ ବୁଝାଉଛନ୍ତି। କୌଣସି ଶାସ୍ତ୍ରରେ ଏକଥା ନାହିଁ। ଯଦିଓ କହୁଛନ୍ତି ଯେ ଆତ୍ମା ବିନ୍ଦୁ ଅଟେ, ଭ୍ରୁକୁଟି ମଧ୍ୟରେ ତାରକା ସଦୃଶ୍ୟ ରହିଛି, କିନ୍ତୁ ଠିକ୍ ରୂପେ ଆତ୍ମାର ଜ୍ଞାନ କାହାରି ବୁଦ୍ଧିରେ ନାହିଁ। ଏହାକୁ ମଧ୍ୟ ଜାଣିବାକୁ ପଡ଼ିବ। କଳିଯୁଗରେ ସମସ୍ତେ ଅନ୍ୟାୟୀ ଅଟନ୍ତି। ସତ୍ୟ ଯୁଗରେ ନ୍ୟାୟପରାୟଣ ଥାନ୍ତି। ଭକ୍ତି ମାର୍ଗରେ ମନୁଷ୍ୟ ବୁଝୁଛନ୍ତି, ଭକ୍ତି, ପୂଜା, ପାଠ ଏସବୁ ଈଶ୍ୱରଙ୍କ ସହିତ ମିଶିବାର ରାସ୍ତା। ସେଥିପାଇଁ ତୁମେ ପ୍ରଥମେ ଫର୍ମ ପୂରଣ କରାଉଛ। ଏଠାକୁ କାହିଁକି ଆସିଛ? ଏହାଦ୍ୱାରା ମଧ୍ୟ ତୁମକୁ ଅବିନାଶୀ ବାବାଙ୍କ ପରିଚୟ ଦେବାକୁ ହେବ। ପଚାରୁଛ ଆତ୍ମାର ପିତା କିଏ? ସର୍ବବ୍ୟାପୀ କହିବା ଦ୍ୱାରା କୌଣସି ଅର୍ଥ ବାହାରୁ ନାହିଁ। ସମସ୍ତଙ୍କର ପିତା କିଏ? ଏହା ହେଉଛି ମୁଖ୍ୟ କଥା। ନିଜ ନିଜର ଘରେ ମଧ୍ୟ ତୁମେ ଏକଥା ବୁଝାଇ ପାରିବ। ଗୋଟିଏ ଦୁଇଟି ମୁଖ୍ୟ ଚିତ୍ର, ସିଢ଼ି, ତ୍ରିମୂର୍ତ୍ତି, କଳ୍ପବୃକ୍ଷ, ଏହା ବହୁତ ଜରୁରୀ ଚିତ୍ର ଅଟେ। କଳ୍ପବୃକ୍ଷର ଚିତ୍ରରୁ ସବୁ ଧର୍ମାବଲମ୍ବୀ ବୁଝିପାରିବେ ଯେ ଆମର ଧର୍ମ କେବେ ଆରମ୍ଭ ହେଲା। ଆମେ ଏହି ହିସାବରେ ସ୍ୱର୍ଗକୁ ଯାଇପାରିବୁ କି ନାହିଁ। ଯେଉଁମାନେ ପଛରେ ଆସିବେ ସେମାନେ ତ ସ୍ୱର୍ଗକୁ ଯାଇପାରିବେ ନାହିଁ, କିନ୍ତୁ ଶାନ୍ତିଧାମକୁ ଯାଇପାରିବେ। କଳ୍ପବୃକ୍ଷ ଦ୍ୱାରା ମଧ୍ୟ ବହୁତ ଭଲ ଭାବରେ ବୁଝାଯାଇପାରିବ। ଯେଉଁ ଯେଉଁ ଧର୍ମ ପଛରେ ଆସିଛି, ସେହି ଧର୍ମର ଆତ୍ମାମାନେ ନିଶ୍ଚୟ ଉପରକୁ ଯାଇ ବିରାଜମାନ ହେବେ। ତୁମ ବୁଦ୍ଧିରେ ଏସବୁର ସମସ୍ତ ମୂଳଦୁଆ ଜ୍ଞାନ ରହିଛି। ବାବା କହୁଛନ୍ତି, ଆଦି ସନାତନ ଦେବୀ ଦେବତା ଧର୍ମର ଚାରା ତ ଲାଗିଲା, ପୁଣି ବୃକ୍ଷର ପତ୍ର ମଧ୍ୟ ତୁମକୁ ତିଆରି କରିବାକୁ ପଡ଼ିବ। ବିନା ପତ୍ରରେ କୌଣସି ବୃକ୍ଷ ତ ନଥାଏ। ସେଥିପାଇଁ ବାବା ପୁରୁଷାର୍ଥ କରାଉଛନ୍ତି ନିଜ ସମାନ ତିଆରି କରିବା ପାଇଁ। ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ପ୍ରଜାରୂପୀ ପତ୍ର ତିଆରି କରିବାକୁ ପଡ଼ୁନାହିଁ। ସେ ତ ଉପରୁ ଆସି ତାଙ୍କ ଧର୍ମର ମୂଳଦୁଆ ସ୍ଥାପନା କରୁଛନ୍ତି, ପୁଣି ପରେ ପତ୍ର ବା ଆତ୍ମାମାନେ ଉପରୁ ଯା ଆସ କରୁଛନ୍ତି। ତୁମେ ପୁଣି ବୃକ୍ଷର ବୃଦ୍ଧି ପାଇଁ ଏହି ପ୍ରଦର୍ଶନୀ ଆଦି କରୁଛ। ଏହାଦ୍ୱାରା ପତ୍ର ତିଆରି ହେଉଛି, ପୁଣି ମାୟାର ତୋଫାନ ଆସିବା ଦ୍ୱାରା ଢଳି ପଡ଼ୁଛନ୍ତି ବା ଝାଉଁଳି ଯାଉଛନ୍ତି। ଏବେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ଏଥିରେ ଲଢ଼େଇ ଆଦିର କୌଣସି କଥା ନାହିଁ। କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଅନ୍ୟକୁ ସ୍ମୃତି ଦେବାକୁ ହେବ। ତୁମେ ସମସ୍ତଙ୍କୁ କହୁଛ, ଆଉ ଯେଉଁ ସବୁ ରଚନା ଅର୍ଥାତ୍ ଦେହଧାରୀ ଅଛନ୍ତି ତାକୁ ଛାଡ଼। ରଚନାଠାରୁ କେବେ ସମ୍ପତ୍ତି ମିଳିପାରିବ ନାହିଁ। ରଚୟିତା ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ଆଉ କାହାର ବି ସ୍ମୃତି ନ ଆସୁ। ବାବାଙ୍କର ହୋଇ ଜ୍ଞାନ ମାର୍ଗକୁ ଆସି ପୁଣି ଯଦି କେହି ଏପରି କୌଣସି କାମ କରିବ, ତେବେ ତା'ର ବୋଝ ମୁଣ୍ଡ ଉପରେ ବହୁତ ରହିବ। ବାବା ପବିତ୍ର କରିବାକୁ ଆସୁଛନ୍ତି, ଆଉ ଯଦି ଏପରି କୌଣସି ଖରାପ କାମ କଲ, ତେବେ ଆହୁରି ପତିତ ହୋଇଯିବ। ସେଥିପାଇଁ ବାବା କହୁଛନ୍ତି, ଏପରି କୌଣସି କାମ କର ନାହିଁ ଯାହାଦ୍ୱାରା କ୍ଷତି ହେବ। ଏହାଦ୍ୱାରା ବାବାଙ୍କର ଗ୍ଲାନି ହୋଇଥାଏ ନା। ଏପରି କର୍ମ କର ନାହିଁ ଯାହାଦ୍ୱାରା ଅଧିକ ବିକର୍ମ ହେବ। ସଂଯମତା ମଧ୍ୟ ରଖିବାକୁ ପଡ଼ିବ। ଔଷଧ ସେବନ ବେଳେ ଖାଦ୍ୟରେ ସଂଯମତା ପାଳନ କରାଯାଇଥାଏ। ଡାକ୍ତର ଖଟା ଆଦି ଖାଇବାକୁ ମନା କଲେ ମାନିବା ଉଚିତ। କର୍ମେନ୍ଦ୍ରିୟକୁ ଆୟତ୍ତରେ ରଖିବାକୁ ପଡ଼ିଥାଏ। ଯଦି ଲୁଚାଇ କରି ଖାଇ ଚାଲିବେ, ତେବେ ଔଷଧର ପ୍ରଭାବ ପଡ଼ିବ ନାହିଁ। ଏହାକୁ ଆସକ୍ତି ବୋଲି କୁହାଯାଏ।
ବାବା ମଧ୍ୟ ଶିକ୍ଷା ଦେଉଛନ୍ତି ଏପରି କର ନାହିଁ। ବାବା ସର୍ଜନ ଅଟନ୍ତି ନା? ଲେଖୁଛନ୍ତି ବାବା ମନରେ ବହୁତ ସଂକଳ୍ପ ଆସୁଛି, ଏଥିପାଇଁ ଖବରଦାର ରହିବାକୁ ହେବ। ଖରାପ ସ୍ୱପ୍ନ, ଖରାପ ସଂକଳ୍ପ ଆଦି ବହୁତ ଆସିବ। ଏସବୁକୁ ଡରିବାର ନାହିଁ। ସତ୍ୟଯୁଗ ତ୍ରେତାରେ ଏଭଳି ସଂକଳ୍ପ ବା ସ୍ୱପ୍ନ ଆସିବ ନାହିଁ। ତୁମେ ଯେତେ ଆଗକୁ ନିକଟବର୍ତ୍ତୀ ହେଉଥିବ ଏବଂ ତ୍ରେତା ଯୁଗରେ ପହଞ୍ଚିବା ବେଳକୁ କର୍ମେନ୍ଦ୍ରିୟର ଚଞ୍ଚଳତା ବନ୍ଦ ହୋଇଯିବ। କର୍ମେନ୍ଦ୍ରିୟ ଗୁଡ଼ିକ ତୁମର ଅଧୀନ ହୋଇଯିବେ। ସତ୍ୟଯୁଗ ତ୍ରେତାରେ କର୍ମେନ୍ଦ୍ରିୟ ଅଧୀନରେ ଥିଲା ନା? ଯେତେବେଳେ ସେହି ତ୍ରେତାର ଅବସ୍ଥା ପର୍ଯ୍ୟନ୍ତ ଆସିବ ସେତେବେଳେ ଯାଇ କର୍ମେନ୍ଦ୍ରିୟ ଅଧୀନ ହେବେ। ପୁଣି ସତ୍ୟଯୁଗୀ ଅବସ୍ଥା ପର୍ଯ୍ୟନ୍ତ ଆସିଲେ ଶତପ୍ରଧାନ ହୋଇଯିବେ। ପୁଣି ସମସ୍ତ କର୍ମେନ୍ଦ୍ରିୟ ସମ୍ପୂର୍ଣ୍ଣ ବଶୀଭୂତ ହୋଇଯିବେ। କର୍ମେନ୍ଦ୍ରିୟମାନେ ତୁମର ଅଧୀନରେ ଥିଲେ ନା? କିଛି ନୂଆ କଥା ନୁହେଁ। ଆଜି କର୍ମେନ୍ଦ୍ରିୟର ଅଧୀନରେ ଅଛ, କାଲି ପୁଣି ପୁରୁଷାର୍ଥ କରି କର୍ମେନ୍ଦ୍ରିୟକୁ ଆୟତ୍ତ କରିନେବ। 84 ଜନ୍ମରେ ତୁମେ ତଳକୁ ଖସି ଆସିଛ। ଏବେ ଘରକୁ ଫେରିବାକୁ ହେବ। ସମସ୍ତଙ୍କୁ ଶତପ୍ରଧାନ ଅବସ୍ଥାକୁ ଫେରିବାକୁ ପଡ଼ିବ। ନିଜର ଚାର୍ଟ ଦେଖିବା ଉଚିତ। ଆମେ କେତେ ପାପ କେତେ ପୁଣ୍ୟ କରିଛି। ବାବାଙ୍କୁ ୟାଦ କରି କରି ଆଇରନ୍ ଏଜରୁ ସିଲଭର ଏଜ୍ ପର୍ଯ୍ୟନ୍ତ ପହଞ୍ଚିଯିବା ଭିତରେ କର୍ମେନ୍ଦ୍ରିୟ ବଶୀଭୂତ ହୋଇଯିବ। ପୁଣି ତୁମକୁ ଅନୁଭବ ହେବ ଏବେ କୌଣସି ତୋଫାନ ଆସୁନାହିଁ। ସହି ଅବସ୍ଥା ମଧ୍ୟ ଆସିବ। ପୁଣି ତୁମେ ସତ୍ୟଯୁଗକୁ ଚାଲିଯିବ। ମେହନତ କରି ପବିତ୍ର ହେବା ଦ୍ୱାରା ଖୁସିର ମାତ୍ରା ବି ବଢ଼ିବ। ଯିଏ ବି ଆସୁଛନ୍ତି ତାଙ୍କୁ ବୁଝାଇବାକୁ ପଡ଼ିବ କିପରି ତୁମେ 84 ଜନ୍ମ ନେଇଛ। ଯିଏ 84 ଜନ୍ମ ନେଇଛନ୍ତି ସେ ହିଁ ବୁଝିବେ। କହିବେ ଏବେ ବାବାଙ୍କୁ ମନେ ପକାଇ ମାଲିକ ହେବାକୁ ପଡ଼ିବ। 84 ଜନ୍ମ ଯଦି ବୁଝୁନାହଁ ତେବେ ବୋଧ ହୁଏ ରାଜତ୍ୱର ମାଲିକ ହୋଇନଥିବେ। ଆମେ ତ ସାହସ ଦେଉଛୁ, ଭଲ କଥା ଶୁଣାଉଛୁ, ତୁମେ ନିମ୍ନଗାମୀ ହୋଇଯାଉଛ। ଯିଏ 84 ଜନ୍ମ ନେଇଥିବେ ଶୁଣୁ ଶୁଣୁ ତାଙ୍କର ତୁରନ୍ତ ସ୍ମୃତି ଆସିଯିବ। ବାବା କହୁଛନ୍ତି ତୁମେ ଶାନ୍ତିଧାମରେ ପବିତ୍ର ତ ଥିଲ ନା? ଏବେ ପୁଣି ତୁମକୁ ଶାନ୍ତିଧାମ ସୁଖଧାମକୁ ଯିବାର ରାସ୍ତା ବତାଉଛି। ଆଉ କେହି ବି ରାସ୍ତା ବତାଇ ପାରିବେ ନାହିଁ। ଶାନ୍ତିଧାମକୁ ମଧ୍ୟ ପବିତ୍ର ଆତ୍ମାମାନେ ହିଁ ଯାଇପାରିବେ। ଯେତେ ଖାଦ ବା ଅବଗୁଣ ବାହାରିଯିବ ସେତେ ଉଚ୍ଚପଦ ମଧ୍ୟ ମିଳିବ। ତେଣୁ ଯିଏ ଯେତେ ପୁରୁଷାର୍ଥ କରିପାରିବ। ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ତ ତୁମେ ଦେଖୁଛ। ବାବା ମଧ୍ୟ ବହୁତ ଭଲ ସାହାଯ୍ୟ କରୁଛନ୍ତି। ଇଏ ତ ଯେପରିକି ପୁରୁଣା ସନ୍ତାନ। ପ୍ରତ୍ୟେକଙ୍କର ନାଡ଼ିକୁ ଅର୍ଥାତ୍ ଅବସ୍ଥାକୁ ବୁଝୁଛ ନା? ଯେଉଁମାନେ ବୁଦ୍ଧିମାନ ହୋଇଥିବେ ସେମାନେ ତୁରନ୍ତ ବୁଝିଯିବେ। ବେହଦର ପିତା ଅଟନ୍ତି, ତାଙ୍କଠାରୁ ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ମିଳିବା ଉଚିତ। ସମ୍ପତ୍ତି ମିଳିଥିଲା, ଏବେ ନାହିଁ, ପୁନର୍ବାର ମିଳୁଛି। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ବାବା ଯେବେ ସ୍ୱର୍ଗର ସ୍ଥାପନା କରିଥିଲେ ସେ ସମୟରେ ତୁମେ ସ୍ୱର୍ଗର ମାଲିକ ଥିଲ। ପୁଣି 84 ଜନ୍ମ ନେଇ ତଳକୁ ଓହ୍ଲାଇ ଆସିଛ। ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ ଅଟେ। ଇତିହାସର ପୁନରାବୃତ୍ତି ତ ନିଶ୍ଚୟ ହେବ ନା? ତୁମେ ସାରା 84 ଜନ୍ମ ଚକ୍ରର ହିସାବ ବତାଉଛ। ଯେତିକି ବୁଝିବେ ସେତିକି ପ୍ରଜା ହେବେ। ତୁମେ ମଧ୍ୟ ବହୁତ ଆତ୍ମାକୁ ନିଜ ସମାନ କରୁଛ ନା? ତୁମେ କହୁଛ ଆମେ ଆସିଛୁ ସାରା ବିଶ୍ୱକୁ ମାୟାର ଜଞ୍ଜିରରୁ ମୁକ୍ତ କରିବା ପାଇଁ। ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ରାବଣ ପାଖରୁ ମୁକୁଳାଇବାକୁ ଆସିଛି। ତୁମେ ମଧ୍ୟ ବୁଝୁଛ ଯେ ବାବା ଜ୍ଞାନର ସାଗର ଅଟନ୍ତି। ତୁମେ ମଧ୍ୟ ଜ୍ଞାନ ପ୍ରାପ୍ତ କରି ମାଷ୍ଟର ଜ୍ଞାନର ସାଗର ହେଉଛ ନା? ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା ଅଟେ। ତୁମେ ଜାଣିଛ ଭାରତର ପ୍ରାଚୀନ ରାଜଯୋଗ ବାବା ହିଁ ଶିଖାଉଛନ୍ତି। କୌଣସି ମନୁଷ୍ୟ ଏହି ରାଜଯୋଗ ଶିଖାଇ ପାରିବେ ନାହିଁ। କିନ୍ତୁ ଏକଥା ସମସ୍ତଙ୍କୁ କିପରି ବତାଇବା? ଏଠାରେ ତ ଅସୁରମାନଙ୍କର ବିଘ୍ନ ମଧ୍ୟ ବହୁତ ପଡ଼ୁଛି। ଆଗରୁ ତ ଭାବୁଥିଲ ବୋଧହୁଏ କେହି ସ୍ଥୂଳ ଆବର୍ଜନା ପକାଉଛନ୍ତି। ଏବେ ବୁଝୁଛ ଏମାନେ କିପରି ବିଘ୍ନ ପକାଉଛନ୍ତି। କିଛି ନୂଆ କଥା ନୁହେଁ। କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ତୁମ ବୁଦ୍ଧିରେ ସାରା ଚକ୍ର ଘୁରି ଚାଲିଛି। ବାବା ଆମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ବାବା ଆମକୁ ଲାଇଟ୍ ହାଉସ୍ର ଉପାଧି ମଧ୍ୟ ଦେଇଛନ୍ତି। ଗୋଟିଏ ଆଖିରେ ମୁକ୍ତିଧାମ, ଅନ୍ୟ ଆଖିରେ ଜୀବନ ମୁକ୍ତିଧାମ। ତୁମକୁ ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ ଆସିବାକୁ ହେବ। ଏହା ହିଁ ହେଉଛି ଦୁଃଖଧାମ। ବାବା କହୁଛନ୍ତି ଏହି ଆଖି ଦ୍ୱାରା ଯାହା କିଛି ତୁମେ ଦେଖୁଛ ତାକୁ ଭୁଲ।
ନିଜର ଶାନ୍ତିଧାମକୁ ମନେ ପକାଅ। ଆତ୍ମାକୁ ନିଜର ପିତାଙ୍କୁ ମନେ ପକାଇବାକୁ ହେବ। ଏହାକୁ ହିଁ ଅବ୍ୟଭିଚାରୀ ଯୋଗ କୁହାଯାଏ। ଜ୍ଞାନ ମଧ୍ୟ ଜଣକଠାରୁ ହିଁ ଶୁଣିବାକୁ ହେବ। ଏହା ହେଉଛି ଅବ୍ୟଭିଚାରୀ ଜ୍ଞାନ। ୟାଦ ମଧ୍ୟ ଜଣକୁ କର, ମୋର ତ ଜଣେ ଦ୍ୱିତୀୟ ଆଉ କେହି ନାହାନ୍ତି। ଯେ ପର୍ଯ୍ୟନ୍ତ ନିଜକୁ ଆତ୍ମା ନିଶ୍ଚୟ ନ କରିବ ସେ ପର୍ଯ୍ୟନ୍ତ ଜଣକର ସ୍ମୃତି ରହିବ ନାହିଁ। ଆତ୍ମା କହୁଛି ମୁଁ ତ ଏକମାତ୍ର ବାବାଙ୍କର ହିଁ ହେବି। ମୋତେ ବାବାଙ୍କ ପାଖକୁ ଯିବାକୁ ହେବ। ଏହି ଶରୀର ତ ପୁରୁଣା ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି। ଏଥିରେ ମଧ୍ୟ ମମତ୍ୱ ରଖିବାର ନାହିଁ। ଏହା ଜ୍ଞାନର କଥା ଅଟେ। ଏପରି ନୁହେଁ କି ଶରୀରର ଯତ୍ନ ନେବ ନାହିଁ। ମନରେ ଭାବିବା ଉଚିତ, ଏହା ପୁରୁଣା ଚମଡ଼ା ଅଟେ। ଏହାକୁ ତ ଏବେ ଛାଡ଼ିବାକୁ ହେବ। ତୁମର ହେଲା ବେହତର ସନ୍ନ୍ୟାସ। ସନ୍ନ୍ୟାସୀମାନେ ତ ଜଙ୍ଗଲକୁ ଚାଲି ଯାଉଛନ୍ତି। ତୁମକୁ ଘରେ ରହି ବାବାଙ୍କୁ ମନେ ପକାଇବାକୁ ହେବ। ବାବାଙ୍କ ସ୍ମୃତିରେ ରହି ତୁମେ ମଧ୍ୟ ଶରୀର ଛାଡ଼ିପାରିବ। ଯେଉଁଠି ଥିଲେ ମଧ୍ୟ ତୁମେ ବାବାଙ୍କୁ ମନେ ପକାଅ। ବାବାଙ୍କ ସ୍ମୃତିରେ ରହି ସ୍ୱଦର୍ଶନ ଚକ୍ରଧାରୀ ହେଲେ ଯେଉଁଠି ଥିଲେ ମଧ୍ୟ ତୁମେ ଉଚ୍ଚ ପଦ ପାଇପାରିବ। ଯେତେ ବ୍ୟକ୍ତିଗତ ଭାବେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇପାରିବ। ଘରେ ରହି ମଧ୍ୟ ୟାଦର ଯାତ୍ରାରେ ରହିବାକୁ ହେବ। ଏବେ ଅନ୍ତିମ ଫଳାଫଳ ପାଇଁ ଅଳ୍ପ ସମୟ ବାକି ଅଛି। ପୁଣି ତୁମ ପାଇଁ ନୂଆ ଦୁନିଆ ମଧ୍ୟ ପ୍ରସ୍ତୁତ ହେବା ଦରକାର ନା। ଏବେ କର୍ମାତୀତ ଅବସ୍ଥା ହୋଇଗଲେ ସୂକ୍ଷ୍ମ ବତନରେ ରହିବାକୁ ପଡ଼ିବ। ସୂକ୍ଷ୍ମ ବତନରେ ରହି ମଧ୍ୟ ପୁଣି ଜନ୍ମ ନେବାକୁ ପଡ଼ୁଛି। ଆଗକୁ ଗଲେ ତୁମକୁ ସବୁ ସାକ୍ଷାତକାର ହେବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଶୁକ୍ରିୟା ବାବା। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏକମାତ୍ର ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ। ଜଣକର ହିଁ ଅବ୍ୟଭିଚାରୀ ସ୍ମୃତିରେ ରହିବାକୁ ହେବ। ଏହି ଶରୀର ପ୍ରତି ମମତ୍ୱ ନ ରଖି ଏହାର ଯତ୍ନ ନେବାକୁ ହେବ। 2 ନମ୍ବର। ବାବା ବତାଇଥିବା ବାରଣଗୁଡ଼ିକୁ ପୂରା ମାନି ଚାଲିବାକୁ ହେବ। ଏଭଳି କୌଣସି କର୍ମ କର ନାହିଁ ଯାହାଦ୍ୱାରା ବାବାଙ୍କର ଗ୍ଲାନି ହେବ ଏବଂ ପାପର ତିଆରି ହେବ। ନିଜେ ନିଜର କ୍ଷତି କରିବାର ନାହିଁ। ଆଜିର ବରଦାନ। 3ଟି ଯାକ ସେବାର ସନ୍ତୁଳନ ଦ୍ୱାରା ସର୍ବଗୁଣର ଅନୁଭୂତି କରୁଥିବା ଗୁଣମୂରତ ଭବ। 3ଟି ଯାକ ସେବାର ସନ୍ତୁଳନ ଦ୍ୱାରା ସର୍ବଗୁଣର ଅନୁଭୂତି କରୁଥିବା ଗୁଣମୂରତ ଭବ। ଡିଟେଲ୍ସ। ଯେଉଁ ପିଲାମାନେ ନିଜର ସଂକଳ୍ପ, ବାଣୀ ଏବଂ ପ୍ରତ୍ୟେକ କର୍ମ ଦ୍ୱାରା ସେବାରେ ତତ୍ପର ରହିଥାନ୍ତି ସେହିମାନେ ହିଁ ସଫଳତା ମୂରତ ହୋଇଥାନ୍ତି। ତେବେ 3ଟି ଯାକ ସେବାରେ ନମ୍ବର ସମାନ ମିଳିଥାଏ। ଯଦି ସାରା ଦିନ ଭିତରେ 3ଟି ଯାକ ସେବାରେ ସନ୍ତୁଳନ ରହିଥିବ ତେବେ ପାସ୍ ଉଇଥ୍ ଅନର ବା ଗୁଣମୂରତ ହୋଇଯିବେ। ତୁମ ଦ୍ୱାରା ସର୍ବ ଦିବ୍ୟ ଗୁଣର ଶୃଙ୍ଗାର ସ୍ପଷ୍ଟ ଭାବରେ ଦେଖାଯିବ। ତେବେ ପରସ୍ପରକୁ ବାବାଙ୍କର ଗୁଣ ବା ନିଜର ଧାରଣା ରୂପକ ଗୁଣର ସହଯୋଗ ଦେବା ହିଁ ଗୁଣମୂରତ ହେବା। କାହିଁକି ନା ଗୁଣର ଦାନ ହିଁ ସବୁଠାରୁ ବଡ଼ ଦାନ। ଆଜିର ସ୍ଲୋଗାନ। ଯଦି ନିଶ୍ଚୟ ରୂପୀ ମୂଳଦୁଆ ପକ୍କା ଥିବ ତେବେ ଶ୍ରେଷ୍ଠ ଜୀବନର ଅନୁଭବ ସ୍ୱତଃ ହିଁ ହେବାକୁ ଲାଗିବ। ଯଦି ନିଶ୍ଚୟ ରୂପୀ ମୂଳଦୁଆ ପକ୍କା ଥିବ ତେବେ ଶ୍ରେଷ୍ଠ ଜୀବନର ଅନୁଭବ ସ୍ୱତଃ ହିଁ ହେବାକୁ ଲାଗିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବା ପାଇଁ ତୀବ୍ର ଇଚ୍ଛା ପ୍ରକଟ କର। ପୂର୍ବ ଜନ୍ମର କର୍ମର ହିସାବ କିତାବର ଫଳସ୍ୱରୂପ ଶାରୀରିକ ରୋଗ ହେଉ ବା ମନର ସଂସ୍କାର ଅନ୍ୟ ଆତ୍ମାମାନଙ୍କର ସଂସ୍କାର ସହିତ ଅମେଳ ହେଉ, କିନ୍ତୁ କର୍ମାତୀତି ଆତ୍ମା କର୍ମ ଭୋଗର ବଶୀଭୂତ ନ ହେଉ ମାଲିକ ହୋଇ ହିସାବ କିତାବକୁ ଚୁକ୍ତ କରାଇବେ। ତେବେ କର୍ମଯୋଗୀ ହୋଇ କର୍ମ ଭୋଗକୁ ଚୁକ୍ତ କରିବା, ଏହା ହିଁ ହେଉଛି କର୍ମାତୀତି ସ୍ଥିତିର ଲକ୍ଷଣ। ତେଣୁ ଅଭ୍ୟାସ କର ଏବେ ଏବେ କର୍ମଯୋଗୀ, ଏବେ ଏବେ କର୍ମାତୀତି ସ୍ଥିତି। ଓମ୍ ଶାନ୍ତି।